ପୂର୍ବନରେ ଯାଜପୁର ଷଷ୍ଠ ଜିଲ୍ଲା ପରିଷଦ ସପ୍ତମ ସାଧାରଣ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀ ପ୍ରଭା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିକାଶ ଧାରାରେ ବାଧକ ସାଜିଛି, କୌଣସି ଉନ୍ନୟନମୂଳକ କାର୍ଯ୍ୟ ହେଉନାହିଁ। ଜିଲ୍ଲା ପରିଷଦରେ ବିଭିନ୍ନ ପ୍ରକଳ୍ପ ପାସ୍ ହେଉଛି, କାର୍ଯ୍ୟ ଘର କିନ୍ତୁ ଶୂନ। ପରିଷଦର ସଭ୍ୟମାନେ କ୍ଷୋଭ ପ୍ରକାଶ କରି ଜିଲ୍ଲା ପ୍ରଶାସନକୁ ପ୍ରଶ୍ନବାଣ କରିଥିଲେ। କାର୍ଯ୍ୟରେ କିଏ ବାଧକ ସାଜୁଛି ତାହା ମଧ୍ୟ ପ୍ରଶ୍ନ ଉଠିଛି। ପ୍ରାରମ୍ଭରେ ଅଧ୍ୟକ୍ଷା ଶ୍ରୀମତୀ ଜେନା, ଉପସ୍ଥିତ ସାଂସଦ, ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ପରିଷଦ ସଭ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷା, ଗଣମାଧ୍ୟମ ପ୍ରତିନିଧି, ଅଧିକାରୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଏହି ବୈଠକରେ ମାନ୍ୟବର ସାଂସଦ ଲୋକସଭା ଡାକ୍ତର ରବୀନ୍ଦ୍ର ନାରାୟଣ ବେହେରା, ସାଂସଦ ରାଜ୍ୟସଭା ଶ୍ରୀମତୀ ସୁଲତା ଦେଓ, ବିଧାୟକ ବଡ଼ିଚଣା ଶ୍ରୀ ଅମର ନାୟକ, ବିଧାୟିକା ଯାଜପୁର ଶ୍ରୀମତୀ ସୁଜାତା ସାହୁ, ବିଧାୟକ ଧର୍ମଶାଳା ଶ୍ରୀ ହିମାଂଶୁ ଶେଖର ସାହୁ, ବିଧାୟକ ବରୀ ଶ୍ରୀ ବିଶ୍ୱରଞ୍ଜନ ମଲ୍ଲିକ, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଜିଲ୍ଲା ପରିଷଦ ଉପସଭାପତି ଶ୍ରୀ ଗଣେଶ୍ୱର ବରାଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ, ବୟନଶିଳ୍ପଙ୍କ ପ୍ରତିନିଧିରେ ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ପୂର୍ବ ବୈଠକର ବିବରଣୀକୁ ଦୃଢ଼କରଣ କରାଯାଇଥିଲା। ଷଷ୍ଠ ଜିଲ୍ଲା ପରିଷଦ ସପ୍ତମ ବୈଠକରେ ଆଜି ଯାଜପୁର ଜିଲ୍ଲାର ଯେଉଁ ଆଲୋଚନା ଏଠି ଚାଲିଛି, ଉପସ୍ଥିତ ଥିବା ସମସ୍ତ ଜିଲ୍ଲାପାଳ, ମାନ୍ୟବର ବିଧାୟକ ଆଉ ଜିଲ୍ଲା ପରିଷଦ ପ୍ରେସିଡେଣ୍ଟ ସମସ୍ତେ ଏଠି ଉପସ୍ଥିତ ଥିଲେ। 10ଟା ବ୍ଲକରୁ ମଧ୍ୟ ଚେୟାରପର୍ସନ ଆଉ ଜିଲ୍ଲା ପରିଷଦ ସଭ୍ୟ ସମସ୍ତେ ଉପସ୍ଥିତ ଥିଲେ। ଆଜି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିଲା ଯେଉଁ ଶିକ୍ଷା ଡେଭଲପମେଣ୍ଟ କାମର R&B, RD ପ୍ରତ୍ୟେକ ଡିପାର୍ଟମେଣ୍ଟର ଏଠି ଆଲୋଚନା କରାହେଉଛି, କିନ୍ତୁ କୌଣସି କାମ ପ୍ରୋଗ୍ରେସିଭ୍ ହେଉନାହିଁ। ତେଣୁ ଆଜି ସମସ୍ତ ସଭ୍ୟଙ୍କ ମନ ଭିତରେ ଯେଉଁ କ୍ଷୋଭ ରହିଛି ତାକୁ କୌଣସି ସରକାରର ପ୍ରଶାସନିକ ଅଧିକାରୀମାନେ, BDO ମାନେ ହୁଅନ୍ତୁ ବା PD ହୁଅନ୍ତୁ, ତାପରେ କୌଣସି ସନ୍ତୋଷଜନକ ଉତ୍ତର ଏଠି ମିଳିଲା ନାହିଁ। ସମସ୍ତଙ୍କର ପ୍ରଶ୍ନ, କିନ୍ତୁ ପ୍ରଶ୍ନର କୌଣସି ଉତ୍ତର ମିଳୁନାହିଁ। ଏ ବୈଠକ ବସୁଛି, ଏଇଠି ଆଲୋଚନା ହେଉଛି। ଏଠୁ ଗଲା ପରେ ଆଉ କୌଣସି କଥା ପ୍ରଶାସନିକ ଅଧିକାରୀମାନଙ୍କ ମନ ଭିତରେ ନାହିଁ। ଖାଲି ମୁଁ ପୂର୍ବ ବୈଠକରେ ବି ଯେଉଁ ଆଲୋଚନା ହେଇଥିଲା ମଧ୍ୟ ସିଏ ଏପର୍ଯ୍ୟନ୍ତ ତାକୁ କୌଣସି ସର୍ଟ ଆଉଟ୍ କରାଯାଇ ନାହିଁ। ପ୍ରତ୍ୟେକ କଥା ଦେଖିବେ ଯେ ପ୍ରତ୍ୟେକ ଡେଭଲପମେଣ୍ଟରେ ଆଜି ଯାଜପୁରର BDO ଏଠି ଯେ ଚେୟାରମ୍ୟାନ୍ କହିଲେ ଯେ ତାଙ୍କର କାମ BDO ବନ୍ଦ କରୁଛନ୍ତି, BDO କହୁଛନ୍ତି ଭାଗ କର। ତାହେଲେ ଜଣେ ପ୍ରଶାସନିକ ଅଧିକାରୀ ଭାବରେ ସେମାନେ ଏଠି ଭାଗ କରିବା, ପ୍ରତ୍ୟେକ ଡେଭଲପମେଣ୍ଟ କାମକୁ ଭାଗ କ'ଣ କରାଯିବ ତାର ଆନ୍ସର ଆମେ ପାଇଲୁ ନାହିଁ। ସେ କହୁଛନ୍ତି ଯେ ଏସବୁ ଜରୁରୀ ନାହିଁ, ଲୋକପ୍ରତିନିଧିମାନଙ୍କୁ ପଚାରିବାର ଜରୁରୀ ନାହିଁ। ତେଣୁ ମୁଁ ପଚାରିବା ପାଇଁ ଚାହୁଁଛି, ଏଠି ଡେଭଲପମେଣ୍ଟ ହେଉଛି ସାଧାରଣ ଲୋକଙ୍କର, ରାସ୍ତାଟେ ହଉ, ସ୍କୁଲ ଘରଟେ ହଉ, ଯେକୌଣସି କାମଟେ ହଉ, ଏଟା ହେଉଛି ସାଧାରଣ ଲୋକଙ୍କର ଡେଭଲପମେଣ୍ଟ କାମ। ତେଣୁ ଏଠି ଡେଭଲପମେଣ୍ଟ କରିବାର ପ୍ରଶାସନିକ ଅଧିକାରୀମାନଙ୍କର କ'ଣ ରହୁଛି, କାହା ଇସାରାରେ ସେମାନେ କାମ କରୁଛନ୍ତି, କ'ଣ ପାଇଁ ଏସବୁ କରୁଛନ୍ତି, ତାକୁ ଆମେ ଜାଣିବାର ଆବଶ୍ୟକ ଅଛି। ତେଣୁ ସେମାନେ ଆମକୁ ଯେତେ ପ୍ରଶ୍ନ ପଚାରିଲେ ମଧ୍ୟ ତାର ଉତ୍ତର ଆମେ ପାଇପାରୁନାହୁଁ। ନିଶ୍ଚିତ ଭାବରେ ଅସନ୍ତୋଷ କରିବେ। ଲୋକମାନେ ଭୋଟ ଦେଇକି ଆମକୁ ପ୍ରତିନିଧି କରିଛନ୍ତି। ଯେତେବେଳେ ଲୋକମାନଙ୍କର ଅଭିଯୋଗ ଆସୁଛି, କୌଣସି କାମର ସମାଧାନ ହେଇପାରୁନି, ନିଶ୍ଚିତ ଭାବରେ ମୁଁ ଅସନ୍ତୋଷ ମୁଁ କରୁନି, ନିଶ୍ଚିତ ସାଧାରଣ ଲୋକମାନେ କରୁଛନ୍ତି। ତେଣୁ ସାଧାରଣ ଲୋକଙ୍କର ପ୍ରତିନିଧି ହିସାବରେ ନିଶ୍ଚିତ ଭାବରେ ଆମେ ସେ ଅସନ୍ତୋଷକୁ ନିଶ୍ଚିତ ଶୁଣିବୁ ଆଉ ସମସ୍ୟାର ସମାଧାନ କରିବା ପାଇଁ ସରକାର ଅଧିକାରୀମାନଙ୍କୁ ଜଣେଇବୁ। ସେଥିରେ ଯାହା ମୁଁ ଦେଖୁଛି କଲେକ୍ଟର ସାର୍ କିନ୍ତୁ ସବୁଥିରେ ସହଯୋଗ କରୁଛନ୍ତି, ସବୁ କାମକୁ ସେ ସମୀକ୍ଷା କରୁଛନ୍ତି, କିନ୍ତୁ କେତେ ଦୂର ସେଟା ହେଇପାରିବ, ସମାଧାନ ହେଇପାରିବ, ଆମେ ଜିଲ୍ଲାପାଳଙ୍କ ଉପରେ, ଜିଲ୍ଲା ପ୍ରଶାସନ ହିସାବରେ ଜିଲ୍ଲାପାଳଙ୍କ ଉପରେ ଆମେ ନିର୍ଭର କରୁଛୁ। ଆଉ ତାଙ୍କୁ ମଧ୍ୟ ସମସ୍ତ ତଥ୍ୟ ଆମେ ଜଣେଇବା ପାଇଁ ଚାହୁଁଛୁ ଆଉ ଜଣାଉଛୁ, ବରଂ ତାଙ୍କ ଉପରେ ଭରସା ମଧ୍ୟ କରିଛୁ। କିନ୍ତୁ ଆଗକୁ ଯେମିତି ଏସବୁ ସମସ୍ୟା ସମାଧାନ ହୁଏ, ସେଥିପାଇଁ ନିଶ୍ଚିତ ଭାବରେ ଆମେ ଭରସା ରଖିବୁ ଜିଲ୍ଲାପାଳଙ୍କ ଉପରେ। डेवलपमेंट काम पूरा ठप हो जाइए जाजपुर जिले में। 1.5 वर्ष उपर होगलानी सरकार हवा, 2 वर्ष पाखापाखि होबाकू जाउची। जदि काम हो पारिबनी, डेवलपमेंट काम कौन से उन्नयनमूलक काम हो पारिबनी, ताले की सरकार, ये लोकों सरकार क्या क्या लोकों सरकार होचंदी सी जे डेवलपमेंट काम करेंगे। पीवा पानी, स्कूल, रोड, स्वास्थ्य सबू ठप। तेणु करके अशांति देखुं जो जिला परिषद मान अच्छा जहाँ से गत जिला परिषद मीटिंग रे जहाँ दाबी रखी थे, जदि से दाबी पूरण हेनी तो हेनी, दाबी से माने उल्लेख रही से जिला परिषद मीटिंग रे बैठक रे, ताले से माने उत्त्यक्त हवा स्वाभाविक जिनस जहाँ ये हूँ। मु आउ गोटे कथा कहबी जहाँ कि
प्राय कहीं जिला परिषद मेंबर टच करूना कृषि कथा चिना बादाम कथा धान मंडी कथा जेहेतु ओडिशा होची कृषि प्रधान राज्य 70% लोक आमर कृषि उपर निर्भरशील खास कर जाजपुर जिला जो बरी हो दशरथपुर हो मंगलपुर हो बरचना हो एमाने बादाम उपर निर्भरशील बादाम होची गोटे लाभकारी फसल जेतेबेले कृषि उपर आमे आलोचना करिया जेतेबेले काहेकि गला वर्ष मध्य बादाम बिहन दिया जाइतला आपण माने समस्ते गाँ गहली रे बुलुचंती बादाम बिहन जो दिया जाइतला एते लो ग्रेड रो नकली बिहन दिया जाइतला अधा गछ उठिला नाही फल अमल अधा हैला तापरे मध्य जो पैकेट देथिले दबा तो जहाँ कले कले जो पैकेट जो कहती छामु जहाँ देले हरसे पाउ पाउ गला बरसे से अवस्था कर देले आउ बाछी बाछी देले मन तो भूई अषाढ़ मासरे चाकुंडा मुड़ले उठई नहीं एक्जाक्टली सेमती बादाम बिहन जहाँ देले गला वर्ष बादाम फसल ठीक से हैला नहीं जे जो बस्ता रे कंपनी रो नियम होची जो कंपनी बिहन प्रोवाइड करची तार ना रहिबा दरकार जदी किछि असुविधा हुए के माने हेले केस करिवे से माने दरकार पहिले इंश्योरेंस कंपनी की कहिबे नथिला आज्ञा ये होची लोकंग सरकार मु सेतबे को कहे ये होची चोर सरकार चासी मारण सरकार मनीष मारण सरकार ए बादाम रे हेलानी लोक कोठी कहि पालेन आपण माने मध्य आउ गोटे कथा मध्य मु कहिबी जे इंश्योरेंस जो चासी माने इंश्योरेंस करूचंती कोटी कोटी टंकार आपण केबे जानिचंती इंश्योरेंस दउचंती किंतु चासी माने एक पई जाजपुर जिल्ला रे कोनोसी इंश्योरेंस ऑफिस नाही जिल्ला रो चासी माने कोठी के जिबे कंप्लेन करिया पे केमिति से पाइबे ता विषय रे केबे मध्य आलोचना नाही आउ गोटे मते बड़ जिंस होची जाजपुर जिला बरी हो दशरथपुर हो मंगलपुर हो ये होची जल निष्कासन पई एगुडा को माध्यम बाट माने जल माने अभावे सृष्टिनाश जल बहुले सृष्टिनाश आमे बन्या भी होबुचे निष्कासन हे पाउनी पानी जलसेचन मते जो जो जगह रे हबा कथा जेति कि जहा बिजु जनता दल रो सरकार हेतला सेति कि आउ गोटे मात्र गोटे इंच जमी मते जलसेचन हे पाउ नै आउरी असुविधा हलानी पानी नाही एमिति असुविधा जोगुड़ाक अच्छी से गुड़ाक डिफंड होती तेणु जलसेचन उपरे गुरुत्व दिया जाऊ चाषी चाषक गुरुत्व मंडी मंडीर कि भाव में अव्यवस्था आपण मैंने देखुथिबे सार यूरिया सार पाइलेनी सुकिंदार गोटे वीडियो केमती भाइराल होता आपण मैंने समस्त जानी लोक लाइन लगे कि आदिवासी माने महिला माने राति राति पानी वर्षा रे जेतबेले माने लगातार वर्षा होता ठिया होता सेतबेले यूरिया पे ए सरकार ना चाषी की यूरिया दे पारले ना बादाम बिहन दे पाला ना ए वर्ष मध्य चढ़ा रेट रे चाषी माने बिहन किनिचंदी। जाजपुर अभिमन्यु मिश्र रिपोर्ट लिव लाइफ ओडिया।